जे कहती दिगवास विश्वामित्र मुनिकर सिद्ध बने बास बानप्रस्थ गृह भिक्षु ब्रह्मचारी दंडी ए विश्वामित्र पाशरे सर्वे हेले रुंडी विश्वामित्र पाशरे सर्वे हेले रुंडी आयोजन कर यज्ञ आरंभ करवा चलो यज्ञ आरंभ करवा जाग करबाकू देश मिधौणाइले कुंडवर्णी सापी घृता हुति जहुंदेले कुंडवर्णी सापी घृता हुति जहुंदेले बड़ पोखरिया निवासी बाबाजी बाबू रामला मैनेजर आमर गायक को गोटे गामुछा सहित 20 टका पुरस्कृत करछंती से बाबू को आम रघुनाथ देव तांकर चलापथ कुसुमित करने संगे संगे तांकर सपरिवार समस्त चलापथ कुसुमित करने संगे संगे तांको रामला अनुष्ठान उत्तर उत्तर उन्नति करंतु बोलान देखबार हरि सोहा सोहा बोलते जे शब्द सुभिला सुबाहु मारी चंकर आसन कंपिला असुर सन्नघेनी धाइले बेनी भाई असुर सन्नघेनी धाइले बेनी भाई ओ केते सिखाई केते देले खदवाई प्राण घेनी करुषि पलाइले विश्वामित्र पलाई नगमे लुचिले मनरे अनेक चिंता कले तपधान आकाशरु शुभिला जे देवता बचन कुशल देश राजन दशरथ
ଅସୁର ପ୍ରାଣ ନେବାକୁ ଜନତାଙ୍କ ବାଣ ଜାଗ ରକ୍ଷା ହେବ ସେହୁ ଶୁଣିଲେ ଶ୍ରବଣ ଦେବତା ବଚନ ସତେ କଣ ନାରାୟଣ ଜନ୍ମିଛନ୍ତି ଅଯୋଧ୍ୟାରେ ଦଶରଥଙ୍କ ଘରେ ତେବେ ଯାଏ ମୁହିଁ ଅଯୋଧ୍ୟା ବିମୁଖେ ଅତିଶୟ ଆନନ୍ଦ ବହିଲେ ଗାଧି ସୁତ ଅନନ୍ଦ ନରେନ୍ଦ୍ର କହେ ସ୍ମରି ସୀତାକାନ୍ତ ଗଲେ ଦୂତ ତୁ ଯାଇ ରାଜାଙ୍କୁ ଜଣାଇ ଦିଏ ବିଶ୍ୱାମିତ୍ର ମହାମୁନି ସିଂହଦ୍ୱାରେ ଉପସ୍ଥିତ ଅଛନ୍ତି କିଛି କଥା ହେବା ସକାଶେ ଜୟ ଆଜ୍ଞା ମହାମୁନି ଆଦେଶ ଶିରଧାର୍ଯ୍ୟ ବଶିଷ୍ଠ ଯାବାଳି ବାମନ ଦେବ ଆଦି କଶ୍ୟପ ମନ୍ତ୍ରୀ ସୁମନ୍ତ ସାମନ୍ତ ପାତ୍ର ବୃନ୍ଦ ହରି ଅଛନ୍ତି ସଭାଠାରେ ଅଜସୁତ ହେ ଜଣାଇଲା ସେ ଦ୍ୱାରୀ ଶୁଣି ଆଜ୍ଞା ଦେଲେ ଦଣ୍ଡଧାରୀ ହେ ଜଣାଇଲା ସେ ଦ୍ୱାରୀ ଆସି ଘେନି ଗଲେ ତ ପଚାରି ହେ ଜଣାଇଲା ସେ ଦ୍ୱାରୀ ମହାରାଜ ବିଶ୍ୱାମିତ୍ର ମୁନି ଆସି ସିଂହଦ୍ୱାରରେ ଉପସ୍ଥିତ ହେଲେଣି ଆପଣଙ୍କ ସହିତ କିଛି କଥା ହେବା ପାଇଁ ଦୂତ ମହାରାଜ ତୁ ଯାଇ ମହାମୁନିଙ୍କୁ ରାଜ ଦରବାରକୁ ସସମ୍ମାନେ ନେଇ ଆସ ଜୟ ଆଜ୍ଞା ମହାରାଜ ଆସି ଘେନି ଗଲେ ତ ପଚାରି ହେ ଜଣାଇଲା ସେ ଦ୍ୱାରୀ ମହାମୁନି ଆପଣ ସିଂହଦ୍ୱାରରେ ଉପସ୍ଥିତ ହୁଅନ୍ତୁ ରାଜା ଅପେକ୍ଷା କରିଛନ୍ତି ଏବେ ଚାଲ ମୋ ସହିତ ଆସନ୍ତୁ ମହାମୁନି ଆସି ଘେନି ଗଲେ ତ ପଚାରି ହେ ଜଣାଇଲା ସେ ଦ୍ୱାରୀ ଦେଖିଣ ରାଜନ ଉଠି କଲେ ନାନ କରିଲେ ଋଷି କଲ୍ୟାଣ
ଭାଗ୍ୟ ଆମ୍ଭର ଆପଣଙ୍କୁ ଦେଖି ଏ ନେତ୍ର ଆଜି ପବିତ୍ର ହୋଇଛି। କି କାରଣେ ଆଗମନ କରିଛନ୍ତି କହି ସନ୍ଦେହ ମୋଚନ କରନ୍ତୁ। ତେବେ କହୁଛି ଶୁଣ। ଆକାଶ ବଚନ ଶୁଣିଲେ ଶ୍ରବଣ ଦଶରଥଙ୍କ କୁମାର ଚନ୍ଦ୍ର ତାଙ୍କୁ ବେଗେ ଆଣ ତୁମର ଦେଲେ ଉତ୍ତର ମୋର ସଙ୍ଗେ ରାମ ଯିବା ପାଇଁ ନୃପେ କୁହ শুনি বশিষ্ঠ হসিলে হইয়ে নূরপে কুহ বুঝাই ରାଜଗୁରୁ ମୁଁ ସିଦ୍ଧ ବନରେ ମାନସିକ ଯଜ୍ଞ ଆରମ୍ଭ କରିଥିଲି। ଅସୁରମାନେ ଆସି ମୋର ଯଜ୍ଞ ଭ୍ରଷ୍ଟ କରି ଅନେକ ଋଷିମାନଙ୍କୁ ବିନାଶ କଲେ। କେବେ ହେଲେ ମୋର ଯଜ୍ଞ ପୂରଣ ହୋଇପାରିଲା ନାହିଁ। ଆଉ ମନସ୍ଥିର ଭାବେ ବସନ୍ତେ ଆକାଶରୁ ଶୁଭିଲା ଅତୁଲ୍ୟ ଦୈବ ବାଣୀ। ଏହି ଦଶରଥ ରାଜାଙ୍କ କୋଳେ ଜନ୍ମିଛନ୍ତି ନାରାୟଣ ରାମ ନାମ ବହି। ସେ ଗଲେ ମୋର ଯଜ୍ଞ ରକ୍ଷା ହେବ। ଶୀଘ୍ର ରାଜାଙ୍କୁ କହି ମୋ ସହିତ ରାମଚନ୍ଦ୍ରଙ୍କୁ ଛାଡ଼ି ଦିଅ। ବଶିଷ୍ଠ କହନ୍ତି ଶୁଣ ନାରପତି ବିଶ୍ୱାମିତ୍ରଙ୍କର ଜାଗ ସୁନ୍ଧାସୁର ସୁତ ହୋଇ ଉପଗତ ନାଶନ କରନ୍ତେ ବେଦ ରାମଚନ୍ଦ୍ରଙ୍କୁ ନେବେ ଅସୁର ମାରି ଜାଗ ରଖିବେ ରାମଚନ୍ଦ୍ରଙ୍କୁ ନେବେ ରାମଚନ୍ଦ୍ରଙ୍କୁ ନେବେ ଦଶରଥ ମନରେ କିଛି ନ ଭାବି ରାମଚନ୍ଦ୍ରଙ୍କୁ ବିଶ୍ୱାମିତ୍ର ମହାମୁନିଙ୍କ ସଙ୍ଗରେ ଛାଡ଼ି ଦିଅନ୍ତୁ। ଗଲେ ତାଙ୍କର ଯାଜ୍ଞ ରକ୍ଷା ହେବ। ଏଥିରେ ତୁମର ମତ କ'ଣ ପ୍ରକାଶ କରନ୍ତୁ। ମହର୍ଷି କ'ଣ କହିଲେ ଆପଣ? ଆଜ ସୁଦ୍ଧା ମୁଁ ଅନ୍ଧ ହୋଇ ବସିଥିଲି। ଋଷ୍ୟ ଶୃଙ୍ଗ ମୁନିଙ୍କ କୃପାରୁ ଏହି ରାମଚନ୍ଦ୍ର ମୋ କୋଳେ ଜନ୍ମ କରି ମୋ ଚକ୍ଷୁ ଫିଟାଇଛନ୍ତି। ଆପଣ ଜାଣିଶୁଣି ଏ କଥା କହୁଛନ୍ତି କିପରି? ମୁଁ ରାମଚନ୍ଦ୍ରକୁ ଛାଡ଼ିଦେବି ନାହିଁ। ଶୁଣି ଦଶରଥ ହୋଇ ସ୍ତମ୍ଭୀଭୂତ ମୁଖ ପ୍ରତି
ଦେଖିନି ଅଯୋଧ୍ୟାପୁର ହେ ମନେ ବି ସରକାର। महर्षि जे अयोध्यार पुरपल्ली देखी नहीं अंधार घर को देखी धरी मां निकट को चली आसे से पुणी असुर मान को विनाश करी आपण को जग रक्षा करिवे ना ना महामुनि इते बड़ कथा कहतुनी महामुनि मु रामचंद्र को केबे हेले छाड़ी दे पारिबी नहीं महामुनि केबे हेले मु छाड़ी दे पारिबी नहीं। विश्वामित्र भणी पुराणुर पामणि बामन मोरति पादरे बळिकी पाताळे चापिले विचार होरे बेगे दियो नंदना आए ऋषि गोपरे बुदलो बेगे दियो नंदना कहना कि बचन बेगे दियो नंदन ऋषि कोपरे बुदहल बेगे दियो नंदन गणपति पिला बोली भाभी चुकी बामन मूर्ति केड़े क्षुद्र अनाघात बलिष्ठ बलि को चापिथिले मनरे किछि न भावी शीघ्र मो सहित रामचंद्र को छाड़ी दे नचेत मोर यही कोपनल रे तू निश्चय विनाश हेबो। बेलिंकर जोड़ी कहे दंडधारी विष्णु अटंती कौशिक कहती सुना महामुनि मानव क्षमा स्वयं विष्णु
ମୋ ପୁତ୍ର ମାନବ ସେ ଭଗବାନଙ୍କ ସଙ୍ଗେ ସମାନ ହେବ କିପରି? ଜାଣୁ ରାଜା, ଯେଉଁ ବିଷ୍ଣୁର ଦେହ ଧରି ଜନ୍ମ ହୋଇଛନ୍ତି ତାହା ଦୈବବାଣୀ ମିଥ୍ୟା ନୁହେଁ ରାଜା। ଅଗ୍ନି କଣିକାଏ ଥିଲେ ଯେପରି ପୃଥିବୀକୁ ଦହିପାରେ ସେହିପରି ରାଜା ବୁଝିବୁ ତୋ ପୁତ୍ରର ମହିମା। ଆଉ ମନରେ କିଛି ନ ଭାବି ଶୀଘ୍ର ମୋ ସହିତ ରାମଚନ୍ଦ୍ରଙ୍କୁ ଛାଡ଼ି ଦିଏ। ଦଶରଥ କହି ସଙ୍ଗେ ଯିବି ମୁହିଁ ଚତୁରଙ୍ଗ ବଳ ନେବି। ଅସୁର ମାନଙ୍କୁ ପ୍ରାଣରେ ବିନାଶୀ ଜାଗ ତୁମର ରଖିବି ମୁନି ଦେଲେ ଉତ୍ତର। ଆଏ ଯୋଦ୍ଧା ଆପଣ ଜାଣିଛି ତୁମ୍ଭର ମୁନି ଦେଲେ ଉତ୍ତର। ଗୋଷ୍ଠୀରେ ଲୁଚିଥିବାର ମୁନି ଦେଲେ ଉତ୍ତର। ମହାମୁନି, ଆପଣ ଯଦି କଟାଳ କରୁଛନ୍ତି ତେବେ ମୁଁ ନିଜେ ସୈନ୍ୟ ସେନା ନେଇ ଏ ଅସୁରମାନଙ୍କୁ ବିନାଶ କରି ଆପଣଙ୍କ ଜାଗ ରକ୍ଷା କରିବି। ହେଲେ ମୁଁ କେବେ ହେଲେ ମୋ ପୁତ୍ରକୁ ଛାଡ଼ି ପାରିବି ନାହିଁ ମହାମୁନି, ମୁଁ କେବେ ହେଲେ ମୋ ପୁତ୍ରକୁ ଛାଡ଼ି ପାରିବି ନାହିଁ। ଜାଣୁ ରାଜା ମୁଁ କିଏ? ମୋର ନାମ ବିଶ୍ୱାମିତ୍ର। ମୁଁ ମନେ କଲେ କଣ କରିପାରେ ତାହା ଜାଣିପାରିବୁ ନାହିଁ ରାଜା। ଭଲରେ କହୁଛି ମୋ ସହିତ ରାମଚନ୍ଦ୍ରଙ୍କୁ ଛାଡ଼ି ଦିଏ। ନା ନା ଗୁରୁଦେବ, ମୁଁ ପୁତ୍ରକୁ ମୋର ଛାଡ଼ି ପାରିବି ନାହିଁ। ମୁଁ ତୁମକୁ ନେହୁରା ହେଉଛି ଗୁରୁଦେବ। ମୋ ପୁତ୍ର ଯିବା କଥା କୁହନ୍ତୁନି। ମୁଁ ନିଜେ ସୈନ୍ୟ ସେନା ନେଇ ଆପଣଙ୍କ ଜାଗ ରକ୍ଷା କରିବି ମୁନିବର। କାର୍ଡ ଛାଡ଼ିଦେବୁ ନାହିଁ ରାଜା। ହରିଶ୍ଚନ୍ଦ୍ର ରାଜା କେତେ ଦୁଃଖ ଦୁର୍ଦ୍ଦଶା ଭୋଗିଛି। ଯେଉଁ ବିଶ୍ୱାମିତ୍ର ନାମ ଶୁଣିଲେ ସ୍ୱର୍ଗରେ ଇନ୍ଦ୍ର, ପାତାଳରେ ବାସୁକି ଆସନ ଥରି ଯାଏ। ଆଜି ସେହି ବିଶ୍ୱାମିତ୍ରକୁ ତୁ କଥାରେ ବୁଲାଉଛୁ ରାଜା, ସ୍ତ୍ରୀ ମେଳରେ ରହି। ତେବେ ସମ୍ଭାଳରେ ରାଜା, ତୋର ଏଇ ଅଯୋଧ୍ୟା କେ ରଖିବ ଦେଖିବି ବାସାଙ୍ଗ। ତେବେ ଫେରି ଯାଉଅଛି ମୁଁ। କେବେ ନୂର ପଶି କାରଣ କରୁ କ୍ରୋଧ ହୋଇ ମୁନି ଉଠି। ବଶିଷ୍ଠ ବୋଲେ ଯାଆନ୍ତୁ ରାମ ଲକ୍ଷ୍ମଣ, ଅନର୍ଥ ନ କର ସୃଷ୍ଟି ଶୁଣି ରାମ ବହନ। ଆସି ପିତାଙ୍କୁ କଲେ ଦର୍ଶନ ଶୁଣି ରାମ ବହନ। ମନରେ କିଛି ନ ଭାବି ରାମଚନ୍ଦ୍ରଙ୍କୁ ବିଶ୍ୱାମିତ୍ର ସଙ୍ଗରେ ଛାଡ଼ି ଦିଅ, ନହେଲେ ବିଶ୍ୱାମିତ୍ରଙ୍କ କୋପରେ ଏ ଅଯୋଧ୍ୟା ଭସ୍ମୀଭୂତ ହୋଇଯିବ। ଆସି ପିତାଙ୍କୁ କଲେ ଦର୍ଶନ ଶୁଣି ରାମ ବହନ।
ପିତାଙ୍କର ମୁଖ ଆଜି କାହିଁ ମଳିନ ଦେଖାଯାଉଛି ଗୁରୁଦେବ? ବଶିଷ୍ଠ ଶ୍ରୀରାମ ମୁଖକୁ ଚାହାନ୍ତେ ସର୍ବବୃତ୍ତାନ୍ତ କହିଲେ। ଶ୍ରୀରାମ ପିତାଙ୍କ ମୁଖକୁ ଚାହାନ୍ତେ ବଦନ ହଲାଇ ଦେଲେ ରାମ ହେଲେ ବାହାର। ଆଏ ସଙ୍ଗେ ଧରି ସୁମିତ୍ରା କୁମାର ରାମ ହେଲେ ବାହାର। ରାମ ହେଲେ ବାହାର। ବୈଶ୍ୟ ରାମଚନ୍ଦ୍ର ବିଶ୍ୱାମିତ୍ର ମହାମୁନି ଆସିଛନ୍ତି, ତୁମ୍ଭକୁ ନେଲେ ତାଙ୍କର ଯଜ୍ଞ ରକ୍ଷା ହେବ, ସେଥିପାଇଁ ପିତାଙ୍କ ମୁଖ ମଳିନ ପଡ଼ିଛି। ଗୁରୁଦେବ, ଏଇ ଛାର କଥା ପାଇଁ ପିତା ମନରେ ଦୁଃଖ ପ୍ରକାଶ କରିଛନ୍ତି। କାହିଁକି ପିତା, ଏଇ ଛାର କଥା ପାଇଁ ଆପଣ ଚିନ୍ତିତ? ଆମକୁ ବିଦାୟ ଦିଅନ୍ତୁ। ଆପଣଙ୍କ କଲ୍ୟାଣୀରୁ କପିଳେଶ୍ୱରରେ ରାକ୍ଷସମାନଙ୍କୁ ବିନାଶ କରି ମୁନିଙ୍କର ଯଜ୍ଞ ରକ୍ଷା କରି ଆପଣଙ୍କୁ ଦର୍ଶନ କରିବୁ ପିତା। ଆମକୁ ଏବେ ବିଦାୟ ଦିଅନ୍ତୁ। ମୋର ଯାଇ ମିଳିଲେ ମାତା ବାଗର ରାମ ହେଲେ ବାହାର। ରାମ ଲକ୍ଷ୍ମଣ ଆସ ବାପ କୋଳକୁ ମୋହର। ମା, ରାମ ଆମକୁ ବିଦାୟ ଦିଅନ୍ତୁ। ରାମ ବିଶ୍ୱାମିତ୍ରଙ୍କ ସଙ୍ଗେ ଯାଉଅଛୁ ଆମ୍ଭେ। ରାକ୍ଷସମାନଙ୍କୁ ମାରି ମୁନିଙ୍କର ଯଜ୍ଞ ରକ୍ଷା କରି ଫେରି ଆସିବୁ ମା। ରାମ ନହେଲେ ପିତାଙ୍କର ସତ୍ୟଭଗ୍ନ ହେବ। ରାମ ମା, ଏ କି କଥା କହୁଛୁ ରେ ଧନ? ଅସୁର ମାରିବା ଶୁଣିଣ କୌଶଲ୍ୟା ବହୁତ ବିଳାପ କଲେ। ରାମ ଏ କି କଥା କହୁଛୁ ରେ ଧନ? ସେ ମା ମା କହି ଅନ୍ଧାର ଘରକୁ ଡରି ଧାଇଁ ଆସେ କୋଳକୁ ମୋହର। ସେ ପୁଣି ଋଷିଙ୍କ ସାଙ୍ଗରେ ଯିବ ବନକୁ ଅସୁରମାନଙ୍କୁ ଯୁଦ୍ଧ କରିବା ସଙ୍ଗେ। ନାଇଁ ରେ ବାପ, ମୋତେ ସେ କଥା କୁହ ନାହିଁ। ସେ ସତ୍ୟ କରିଛନ୍ତି, ସେ ସୈନ୍ୟସେନା ଧରି ଯାଆନ୍ତୁ ଅସୁର ନିପାତି। ମୁଁ ତୋତେ କେବେ ହେଲେ ଛାଡ଼ିଦେବି ନାହିଁ ରେ ଧନ। ମୁଁ ତୋତେ କେବେ ହେଲେ ଛାଡ଼ିଦେବି ନାହିଁ ରାମ। ଶୁଣି ରାମ ମାତାଙ୍କୁ ବୋଧନ୍ତି ସତ୍ୟ ଯେ କରିଛନ୍ତି।
ଏପରି ଅଧୈର୍ଯ୍ୟ ହେଲେ ପିତାଙ୍କର ସତ୍ୟ ରକ୍ଷା ହେବ କିପରି ମା? ରାମ ଯଦି ପିତାଙ୍କର ସତ୍ୟଭଗ୍ନ ହେବ ଆମର ମଙ୍ଗଳ ହେବଟି ମା? ରାମ ତେଣୁ ଆମକୁ କଲ୍ୟାଣ କରନ୍ତୁ ମା। ଆମେ ଯେପରି ଅସୁରମାନଙ୍କୁ ମାରି ଆପଣଙ୍କୁ ଦର୍ଶନ କରିବୁ ମା। ରାମ ଆମକୁ ଏବେ ବିଦାୟ ଦିଅନ୍ତୁ ମା। ରାମ ଯାଅ ବାପ, ମୁନିଙ୍କ ସଙ୍ଗେ ସଙ୍ଗେ ରହିଥିବ। ମାତାଙ୍କୁ ବୁଧିଣ ଶ୍ରୀରାମ ଲକ୍ଷ୍ମଣ ତହୁ ବାର ହୋଇଲେ ଦଣ୍ଡ ଧରିଣ ତୃଣୀର କଷିଣ ମୁନିଙ୍କ ପାଶେ ମିଳିଲେ ଦେଖି ମୁନି ସନ୍ତୋଷ ସିଂହ ଦୁଆରେ ହେଲେ ପ୍ରବେଶ ଦେଖି ମୁନି ସନ୍ତୋଷ ତହୁଁ ଚଳିଲେ ହୋଇ ହରସ ଦେଖି ମୁନି ସନ୍ତୋଷ ମୁନି ମହେଶ ଆଉ ବିଳମ୍ବ କାହିଁକି? ତେବେ ଚାଲନ୍ତୁ। ବାବା ରାମଚନ୍ଦ୍ର, ଆଉ ବିଳମ୍ବରେ ପ୍ରୟୋଜନ ନାହିଁ। ଆସ ଆସ। আগে চলে মুনি পাছে ভাই রেনি সরজুকু পারি হেলে নিবিড় বিপিন তার তীর স্থান সেই বনরে মিলে দিশে বড় ଅନ୍ଧାର রাত্রে মুনি পেচাঙ্ক বিহার হে দিশে বড় ଅନ୍ଧାର গন্ডা ভল্লুক আদি সুন্দর হে দিশে বড় ଅନ୍ଧାର ସେହି ବନେ ହେଲା ଦିନ ଅବସାନ ରାତ୍ର କତହିଁରେ ରହି ଭଲୁଙ୍କ ଦର୍ଜନ ସିଂହଙ୍କର ସୋମ ଦେଖି ଋଷି ଭଏ ପାଇ ହେ ଭଏ ଚାହାନ୍ତି ଜହିଁ মারদার আখি দিশই কহি হে ভয়ে চাহান্তি জহি যহু অরুণ প্রকাশ হই হে ভয়ে চাহান্তি জহি କାହିଁକି? ଆପଣ ଧୈର୍ଯ୍ୟ ଧରନ୍ତୁ। ରାମଚନ୍ଦ୍ର, ଏବେ କହୁଛି ଶୁଣ। মুনি বড় ভণি সুণর ঘুমড়ি অসুরি বনে অছি বাট ভাঙি ଯିବା কে জানি অথবা শুনি কহে রঘুবংশী এক রাক্ষসী ডরি আয়ে যেবে জীবান পথে ফেরি এক রাক্ষসী ডরি রখিবাতে মন্ত করিয়ে এক রাক্ষসী ডরে ମୁନି ମହେଶ, ଆପଣ ଏପରି ଭୟ କରୁଛନ୍ତି କାହିଁକି?
ଧୈର୍ଯ୍ୟ ଧରନ୍ତୁ। ବାବା ରାମଚନ୍ଦ୍ର, ଏ ବନରେ ଗୋଟାଏ ବିରାଟ ରାକ୍ଷସୀ ଅଛି, ସେହେତୁ ମୋତେ ଭାରି ଡର ଲାଗୁଛି। ମୁଁ ଭାବୁଛି ଏଇ ବାଟରେ ନ ଯାଇ ଆମେ ଆଉ ଅନ୍ୟ ଏକ ବାଟ ଦେଇ ଗଲେ ଆମ ଆଶ୍ରମକୁ ଅତି ନିକଟତମ ହେବ। ଏବେ କେଉଁ ବାଟେ ଯିବା ବାବା? ମୋତେ ଭାରି ଡର ଲାଗୁଛି। ମୁନି ମହେଶ, ଏଇ ସାମାନ୍ୟ କଥା ପାଇଁ ଆପଣ ଏପରି ଭୟ କରୁଛନ୍ତି? ଆମ୍ଭେ ରାକ୍ଷସୀକୁ ଡରି ଯଦି ଅନ୍ୟ ବାଟରେ ଯିବା ତାହେଲେ ଯଜ୍ଞ ରକ୍ଷା ହେବ କିପରି? ନା ମହର୍ଷି, ଚାଲନ୍ତୁ ଏଇ ବାଟରେ ଯିବା। ଆପଣ କିଛି ଭୟ କରନ୍ତୁ ନାହିଁ। ଏ ମୁଁ ତ ଶୁଣିଣ ଶ୍ରୀରାମ ଲକ୍ଷ୍ମଣ ଧନୁରେ ଦେଲେ ସିଞ୍ଜିଲି, କଷିଣ ଟଙ୍କାର କରନ୍ତେ ଧାଇଲା, ଅତି ବେଗେ ରାକ୍ଷା ଶୁଣି ମେଘ ପରି ଗରଦେ, ଶୁଣି ପଛ ହେଲେ ମନି ଲାଗେ ମେଘ ପରି ଗରଦେ। ମୁନି ମହେଶ, ମନରେ କିଛି ଭୟ କରନ୍ତୁ ନାହିଁ। ଏଇ କ୍ଷଣ ରାକ୍ଷସୀର ପ୍ରାଣ ନେବି। ପ୍ରାୟ ଶରୀର ନାଶରେ ନେମିଳ, ବିସ୍ତାର କରିଛି ମୁଖ ଲହଲ ହୋଜିବା, ତମ ମଣିଷ ପ୍ରାୟ ବିଷୟ ଶୋଭା, ଭିତର ପ୍ରାଣ ବିସ୍ତାର କରିଣ ତୁଣ୍ଡ ମୋହନ ଧାମଣି, ଚନ୍ଦ୍ର ସର ଗୁଣେ ଜ୍ୟୋତିର ଭୂତାଣି, সেই সর চলিলা বহন, এ অসুরী দেহে বাজতে গলা তা জীবন গয়ে, নির্ঘাত শব্দ করি মোলা রাক্ষা শুনি, রূপে বাহারিলা কহে সুখী রানী, ধন্য বাবা রামচন্দ্র,
धन्य तुमर पिता माता तुमर ये युद्ध देखी मु बड़ आनंदित हेली बाबा रामचंद्र मु तुमको धनु अस्त्र विद्या प्रदान करुछि बाबा रामचंद्र एबे चलो स्नान तर्पण सारिबा एते कही मुनि स्नान विधि बढ़ाइले जया विजया मंत्र श्री राम कुशले धनुषर दीक्षा देई कहे गाधी सूत सुमरन्ते शस्त्रनाम हेबे उपगत बाबा रामचंद्र तुमर ये क्षेत्री बुद्धि देखी मु बड़ आनंदित हेली सेहेतु तुमको धनु अस्त्र विद्या एवं जय विजय मंत्र प्रदान करुछि तुमे युद्ध बेले जे अस्त्र को सुमरणा करिब सेही अस्त्र तुमको प्राप्य हेब बाबा रामचंद्र यही कथा मोर अस्तु हेउ एबे चलो सिद्धवन प्रदक्षिण करिबा अस्तु बोलन्ते श्री राम संतोष हरिले अनंग नरेंद्र कहे सिद्धवने गले आहा माता मरिबार शुणी सुबाहु मारिছে गुण सुमरिण देरो दन कले उठे माता पड़िथिबा स्थाने प्रवेश होइले पाद चिन्ह धरि सिद्ध बनकु चढ़िले अनेक सैन संग तरे गले चढ़ी सूर्य तेज नदी सई उड़िबारे धूली एथु अन्ते अनुरस सुण हे सुरणे विश्वामित्र संगे राम गले सिद्धवने श्रीरामଙ୍କ कर धरि विश्वामित्र रति जण जण करि ऋषि आश्रम चिन्हन्ति बाबा रामचंद्र यही जो आश्रम देखुछ मोर यज्ञकारी मानकर आश्रम एमानकर बहुत कठोर तपस्या आपण को आपण एमाने यज्ञ स्थान रे देखि पारे आपण मन चलो एबे आश्रम निकट को जीवा के करे समाधि जोग पंचाग्नि स्थापन केहू बाहु केही पवन साधन
ଚନ୍ଦ୍ର ବସ ହେଇ ଆସ୍ଥାନରେ ଏହି ଖଣି ସମସ୍ତ ଋଷିମାନେ ଏହି ସ୍ଥାନକୁ ଆସିବେ। ବାନପ୍ରସ୍ଥ ଗୃହ ଭିଖୁ ଆଶ୍ରମେ ମିଳିଲେ ସମସ୍ତ ଋଷିଙ୍କି ଶ୍ରୀରାମ ଯେ ମାନ୍ୟ କଲେ କଥା ହୁଅନ୍ତେଣୁ ତହୁଁ ହେଲା ରାତ୍ରଧ ମେଲାଣି ହୋଇଣ ଯେ ଚଳିଲେ ଋଷି ବୃନ୍ଦ ଋଷି ବୃନ୍ଦେ ଇଏ ଦଶରଥ ରାଜାଙ୍କର ପୁତ୍ର ୟାଙ୍କର ନାମ ରାମଚନ୍ଦ୍ର ଆଉ ୟାଙ୍କର ନାମ ଲକ୍ଷ୍ମଣ। ୟାଙ୍କ ସାହାଯ୍ୟରେ ଆମେ ଯଜ୍ଞ ସମାପନ କରିବା। ହଁ ସେ ରାକ୍ଷସୀ ବିନାଶ ହୋଇଛି। विश्वामित्रଙ୍କ ପୁରେ ଶ୍ରୀ ରାମ ବେନି ଭାଇ ଭୋଜନ କରି ସାରିଣ ମୃଗ ଥାଲେ ଶୋଇ ଅନ୍ତେ ମିଶି ଯଉ ହୋଇଲା ତ ଶେଷ ଏବେ ଯଜ୍ଞ ଆରମ୍ଭ କରନ୍ତୁ। ବାବା ରାମଚନ୍ଦ୍ର ହେଉ ବାବା